ଝଡ଼ ଲେଖକ ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଗଙ୍ଗାର ତୀରଭୂମିରେ କ୍ଷୁଦ୍ର ଧୀବରର ପଲ୍ଲୀଟି। କୃଷକ ପଲ୍ଲୀମାନଙ୍କରେ ଯେପରି ଗୋରୁ ମେଷ ଆଦି ଗୃହ ଦ୍ୱାରରେ ବନ୍ଧା ହୋଇଥାନ୍ତି, ଏମାନଙ୍କର ଗୃହ ନିକଟରେ ସେହିପରି ଗୋଟିଏ ଗୋଟିଏ କ୍ଷୁଦ୍ର ନୌକା ଖୁଣ୍ଟରେ ବନ୍ଧା ହୋଇ ଗଙ୍ଗା ତୀରରେ ଭାସୁଥାଏ। ଏହି ସବୁ ନୌକା ଯୋଗେ ସେମାନେ ନିଜ ନିଜର ଅନ୍ନ ସଂସ୍ଥାନ କରନ୍ତି। ସେ ଗୋଟିଏ ଯୁବକ ଧୀବର। କୁଟୀରଟି ତାର ଏହାରି ମଧ୍ୟରେ ଆତ୍ମଗୋପନ କରିଥାଏ। ଆଉ ସେଇ ଅର୍ଦ୍ଧଭଗ୍ନ କୁଟୀର ମଧ୍ୟରେ ଆତ୍ମଗୋପନ କରିଥାଏ ଗୋଟିଏ ସୁନ୍ଦରୀ ଲଳନା ଧୀବରର ସ୍ତ୍ରୀ। ଧୀବରଟି ବେଶୀ ସମୟ ଗୃହରେ ରହିପାରେ ନାହିଁ। ଜୀବିକା ଅର୍ଜନ ପାଇଁ ତାକୁ ବହୁ ସମୟ ଗଙ୍ଗା ବକ୍ଷରେ କଟାଇବାକୁ ହୁଏ। ଯଦି କେବେ ଦିନେ ଓଳିଏ ଘରେ ବସିଥାଏ, ତେବେ ତାର କର୍ମତତ୍ପରତା ମନ ବ୍ୟାକୁଳ ହୋଇଉଠେ ଅନ୍ନ ସଂସ୍ଥାନର ସନ୍ଧାନ ପାଇଁ। ସେ କ୍ଷୁଦ୍ର ନୌକାଟି ଗଙ୍ଗାର ସୁଗଭୀର ଜଳରାଶି ଉପରେ ଭସାଇ ଦେଇ ବାହାରି ପଡେ। ଗଙ୍ଗା ଉପରେ ସେ ଯେତେ ସମୟ ଥାଏ, ମନ ତାର ଥାଏ ଘରକୁ ଫେରିବା ଆଶାରେ। ମାଛ ଧରିବାରେ ସେ ସମ୍ପୂର୍ଣ୍ଣ ରୂପେ ମନୋନିବେଶ କରିପାରେ ନାହିଁ। ଗୃହରେ ତାର ତରୁଣୀ ପତ୍ନୀ ସନ୍ଧ୍ୟାରେ କ୍ଷୀଣ ଦୀପଟି ଜାଳି ଦେଇ ସ୍ୱାମୀର ଆଗମନକୁ ଅପେକ୍ଷା କରି ରହେ। ଗଙ୍ଗା ନଦୀର ବକ୍ଷ ଉପରେ ରାଶି ରାଶି ଆଲୋକ ସହିତ ତାର ସେଇ ପ୍ରଦୀପ ରେଖାଟି ପ୍ରତିଫଳିତ ହୁଏ। ପ୍ରଦୀପଟି ଉଜ୍ଜଳ ହୋଇ ଜଳି ଉଠିଲେ ସେ ବଡ଼ ସନ୍ତୋଷ ଲାଭ କରେ ସ୍ୱାମୀ ତାର ନୌକା ଉପରୁ ଦେଖିପାରୁଥିବ ଅବା। ଯେଉଁଦିନ ସ୍ୱାମୀର ଫେରିବା ବିଳମ୍ବ ହୁଏ, ସେଦିନ ସେ ପ୍ରଦୀପକୁ ଉଜ୍ଜଳ କରି ଜାଳେ, ସ୍ୱାମୀ ଦେଖିଲେ ଚଞ୍ଚଳ ଫେରି ଆସିବ ଭାବି। ସେଦିନ ଭାଦ୍ରବର ପୂର୍ଣ୍ଣିମା। ଧୀବର ବାହାରିଲା ମତ୍ସ୍ୟ ଶିକାରରେ। ତାକୁ ବାହାରିବାର ଦେଖି ସ୍ତ୍ରୀ ମହାବ୍ୟସ୍ତ। ଏଡ଼େ ସୁନ୍ଦର ରାତିରେ ଯେ କିପରି ଏକା ଏକା କଟାଇବ। କିନ୍ତୁ ଧୀବର ଆଜି ଯିବ ନିଶ୍ଚୟ। ଦିନ ତମାମ ସେ ଘରେ ବସିଥିଲା। ଅନ୍ୟ ଧୀବରମାନେ ସେଦିନ ବହୁତ ରୋଜଗାର କରିଛନ୍ତି, ତଥାପି ସ୍ତ୍ରୀକୁ ରାତିଟାରେ ଏକା ଛାଡ଼ି ଯାଉଛି କିପରି? ଉଦର ଏବଂ ହୃଦୟର ଏପରି ଲଢ଼େଇ ଭିଡ଼େଇ ଦେଖି ଧୀବରର କାହାର ପକ୍ଷ ସମର୍ଥନ କରିବ ସ୍ଥିର କରିପାରିଲା ନାହିଁ। ହୃଦୟ ଶଙ୍କିତା ତରୁଣୀ ପରି କହିଲା, ମୋ କଥା ଶୁଣିବନି ଆଜି? ଉଗ୍ରଚଣ୍ଡ ଉଦର ଧୀବରକୁ ଜବରଦସ୍ତି ଟାଣି ନେବାକୁ ଚେଷ୍ଟା କଲା। ଜଣଙ୍କର ଛଳ ଛଳ କରୁଣ ଚାହାଣୀର ଏବଂ ଅନ୍ୟର ବାହୁବଳର ଆକର୍ଷଣ। ଧୀବର ନ ଯୌଜନ ତସ୍ତଉ ହୋଇ ରହିଲା। ସ୍ୱାମୀର ବ୍ୟସ୍ତତା ଦେଖି ସ୍ତ୍ରୀ କହିଲା, ମୁଁ ବି ଯିବି ମାଛ ଧରିବାକୁ ତୁମ ସାଙ୍ଗେ। ବାଃ, ଏତେ ବଡ଼ ଜଟିଳ ସମସ୍ୟାର କି ସହଜ ସମାଧାନ! ଧୀବର ଆନନ୍ଦରେ ନାଚି ଉଠିଲା। ଜୀବିକା ଉପାର୍ଜନ ସଙ୍ଗେ ସଙ୍ଗେ ସ୍ତ୍ରୀର ସାନ୍ନିଧ୍ୟ ଲାଭ। ନୌକାରେ ପାଲ ଆଦି ବାନ୍ଧି ଜାଲ ନେଇ ସେ ସ୍ତ୍ରୀ ସହିତ ବାହାରି ପଡ଼ିଲା। ନାରୀ ଧରିଲା ମଙ୍ଗ, ପୁରୁଷ ଚଳାଇଲା ଆହୁଲା। ଦୁହେଁ ପରସ୍ପରର ସମ୍ମୁଖରେ ନୌକାର ଦୁଇ ପ୍ରାନ୍ତରେ ବସି ରହିଲେ। ନୌକା ଅଗ୍ରସର ହେବାକୁ ଲାଗିଲା। ପୂର୍ଣ୍ଣିମା ଚାନ୍ଦ ପୂର୍ବ ଆକାଶରେ ରାଶି ରାଶି ଶୁଭ୍ର ମେଘ ଭେଦ କରି ନୌକାର ଅନୁଗମନ କଲା। ଚନ୍ଦ୍ର ମେଘର ଅନ୍ତରାଳରୁ ବାହାରି ପଡ଼ି ତରୁଣୀର ମୁଖମଣ୍ଡଳର ସମସ୍ତ ଶୋଭା ଢାଳି ଦିଏ। ସ୍ୱାମୀ ସମ୍ମୁଖରେ ବସି ମୁଗ୍ଧ ହୋଇ ଉଠେ। ସ୍ତ୍ରୀର ଗଣ୍ଡ କିନ୍ତୁ ଲଜ୍ଜାରେ ଲାଲ ପଡ଼ିଯାଏ। ଚନ୍ଦ୍ର ମେଘ ଭିତରେ ସଙ୍ଗେ ସଙ୍ଗେ ଲୁଚିଯାଏ। ତରୁଣୀ ନିଶ୍ୱାସ ମାରି ଆଶ୍ୱସ୍ତ ହୁଏ। ଚନ୍ଦ୍ର ପୁଣି ମେଘର ଆବରଣରୁ ବାହାରି ପଡ଼େ, ଆଉ ସହଜରେ ଲୁଚେ ନାହିଁ। ତରୁଣୀ ବ୍ୟସ୍ତ ବିରକ୍ତ ହୋଇ ଆସ୍ତେ ଆସ୍ତେ ଅବଗୁଣ୍ଠନ ଟାଣିଦିଏ, ନହେଲେ ଅନ୍ୟ ଦିଗକୁ ମୁଖ ଫେରାଇ ବସେ। ଧୀବର ସମ୍ମୁଖରେ ବସି ମନେ ମନେ ହସେ। ମଝି ଗଙ୍ଗାରେ ନୌକାଟି ପାଣି କାଟି ଚାଲିଥାଏ। ଆହୁଲାର କେବଳ ଝପ୍ ଝପ୍ ଶବ୍ଦ ଶୁଣାଯାଉଥାଏ। ମଝିରେ ମଝିରେ ଦୂର ବିଲରୁ ପହରିକିଆ ରାବି ଉଠେ। ଚଷା ପୁଅର ରାବ ମଧ୍ୟ ତାହାରି ଅନ୍ତରାଳରେ ଶୁଣାଯାଏ। ଏହାର ଭିତରେ ନୌକାଟି ଚାଲିଯାଏ ଝପ୍ ଝପ୍ ଶବ୍ଦ କରି। ଧୀବର ସ୍ତ୍ରୀକୁ ଡାକିଲା ମଙ୍ଗ ଛାଡ଼ି ଦେଇ ତା ପାଖରେ ଆସି ବସିବାକୁ। ଏଇଠି ତ ବସିଛି, କହି ସ୍ତ୍ରୀ ସେହିପରି ବସି ରହିଲା। ନାବିକଟି କେତେ ଅନୁନୟ କଲା, କେତେ ପ୍ରକାରେ ବୁଝାଇଲା, କାହିଁରେ ହେଲାନି। ଶେଷରେ ଭୂତ ପ୍ରେତ ଜଳଜନ୍ତୁଙ୍କର ଭୟ ଦେଖାଇଲା। ପାଷାଣୀ ସେଇଭଳି ବସି ରହିଲା। ଅଭିମାନର କୌଣସି କାରଣ ବୁଝି ନ ପାରି ଧୀବର ଶେଷରେ ଆହୁଲା ଛାଡ଼ି ସ୍ତ୍ରୀ ନିକଟକୁ ଉଠି ଆସିଲା। ମଙ୍ଗକୁ ସିଧା ରଖି ବାନ୍ଧିଦେଲା, ଯେପରି ଆଉ କୁଆଡ଼େ ବାଙ୍କେଇ ନ ଯାଏ। ଶେଷରେ ସ୍ତ୍ରୀକୁ ନିଜ ପାଖକୁ ନେବାକୁ ଚେଷ୍ଟା କଲା। ସ୍ତ୍ରୀ ମଧ୍ୟ ନ ଯିବା ଲାଗି ଦୃଢ଼ ପ୍ରତିଜ୍ଞ। କୌଣସି ଉପାୟ ନ ଦେଖି ଧୀବର ସ୍ତ୍ରୀ ନିକଟରେ ବସିଲା। ଏହାର ଗୋଟାଏ ମୀମାଂସା ନ କଲେ ଆହୁଲା ମରା ହେବନି କି ଜାଲ ଟଣା ହେବନି। ସ୍ୱାମୀକୁ ନିକଟରେ ବସିବାର ଦେଖି ସେ ଅନ୍ୟ ଦିଗକୁ ମୁଖ ଫେରାଇଲା। ତାର ମନୋଭାବ ବୁଝିବା ଲାଗି ଧୀବର ଯେତେ ପ୍ରଶ୍ନ ପଚାରିଲା, କୌଣସି ଉତ୍ତର ପାଇଲା ନାହିଁ। ଆଜି ସେ କେତେ ସୁଖ କଳ୍ପନା କରି ବସିଥିଲା, ସବୁ ନିରର୍ଥକ। ମନ ତାର ପିତା ହୋଇଗଲା। ଆକାଶର ଗୋଟିଏ କୋଣରୁ ମେଘ ଖଣ୍ଡେ ଉଠାଇ ଯେ ଶେଷରେ ସମସ୍ତ ଆକାଶ ବ୍ୟାପିବାକୁ ବସିଲାଣି, ସେ ଆଡ଼କୁ କାହାରି ଲକ୍ଷ୍ୟ ନାହିଁ। ହଠାତ୍ ବିଦ୍ୟୁତର ଆଲୋକ ଝଲସି ଉଠିବା ସଙ୍ଗେ ସଙ୍ଗେ
ଘଡ଼ ଘଡ଼ ଶବ୍ଦ ବୃଷ୍ଟି ଦେବତାର କମାଣ ଫୁଟିଲା। ଭୟତ୍ରସ୍ତା ରମଣୀ ସ୍ୱାମୀର ବକ୍ଷସ୍ଥଳରେ ମିଶିଯିବାର ଚେଷ୍ଟା କଲା। ଧୀବର ପ୍ରଥମେ ଚମକି ପଡ଼ିଥିଲା, କିନ୍ତୁ ପରେ ସେ ସ୍ତ୍ରୀକୁ ନିଜ କୋଳରେ ଏପରି ଭାବରେ ଦେଖି ବଜ୍ରକୁ ଦେଲା ଅଶେଷ ଧନ୍ୟବାଦ। ବଜ୍ର ଉଜ୍ଜୟିନୀର ପ୍ରଣୟୀମାନଙ୍କ ଅପେକ୍ଷା ଧୀବରକୁ ଅଳ୍ପ ସନ୍ତୋଷ ଦେଲା ନାହିଁ। ପବନର ଗତିକ୍ରମେ ବଢ଼ିଲା। ନୌକାର ପାଲ ଉଦରରେ ଯଥେଷ୍ଟ ପବନ ଭରି ନୌକାଟିକୁ ପ୍ରବଳ ବେଗରେ ଚାଳିତ କଲା। ଧୀବର ଦେଖିଲା ଚାରିଆଡ଼େ ଅନ୍ଧକାର ହୋଇ ଆସିଲାଣି। ଚନ୍ଦ୍ର ମେଘ ଭିତରେ ଆତ୍ମଗୋପନ କରିଛି। ପବନ ବେଗରେ ଗଙ୍ଗାର ଢେଉ ଉଜାଣି ଉଠୁଛି। ସେ ପାଲଟାକୁ ନୁଆଇ ଆଣିଲା। ସଙ୍ଗେ ସଙ୍ଗେ ନୌକାର ଗତି ଶିଥିଳ ହୋଇଗଲା ସତ, କିନ୍ତୁ ପବନର ବେଗ ବଢ଼ିବା ସାଙ୍ଗେ ସାଙ୍ଗେ ଗଙ୍ଗା ଉର୍ଦ୍ଧ୍ୱ ଦେଶକୁ ବଡ଼ ବଡ଼ ଢେଉ ତୋଳିଲା। ନୌକାଟି ତା ମଧ୍ୟରେ ନାଚିବାକୁ ଲାଗିଲା। ଧୀବର ନୌକାର ମଙ୍ଗକୁ ଖୋଲି କୂଳ ଆଡ଼କୁ ଫେରାଇ ପୁଣି ଶକ୍ତ କରି ବାନ୍ଧିଲା, କାରଣ ସ୍ତ୍ରୀ ତାର ଏକାକୀ ମଙ୍ଗ ଧରି ବସିବାକୁ ଭୟାତୁର। ସେ ଏସବୁ କାମ ସାରି ଆସି ଆହୁଲା ମାରିବାକୁ ଲାଗିଲା। ସ୍ତ୍ରୀ ତାର ନିକଟରେ ଜଡୀଭୂତ ହୋଇ ବସିଥାଏ। ନଦୀର ସ୍ରୋତ ଓ ପବନର ବେଗ ମଧ୍ୟରେ ତାର ଆହୁଲା ମାରିବାର କୌଣସି ଫଳ ହେଲା ନାହିଁ। ସେମାନେ ନିଜ ଇଚ୍ଛାରେ ନୌକାଟିକୁ ଚଳାଇ ଚାଲିଲେ। ଧୀବର ଆହୁଲା ଛାଡ଼ି ଚୁପ୍ କରି ବସି ରହିଲା କେବଳ। ନୌକାଟିର ଦୁଇ ପାଖରେ ଲହରୀ ବାଡ଼େଇ ହେବାକୁ ଲାଗିଲା। ପାଣି ଛିଡ଼ିକି ଆସ୍ତେ ଆସ୍ତେ ତାହା ଭିତରକୁ ପଶିବାକୁ ଆରମ୍ଭ କଲା। ଧୀବର ପ୍ରମାଦ ଗଣିଲା। ଦିଗଭାଗ ଅନ୍ଧକାର। ନୌକାର ଚତୁଃପାର୍ଶ୍ୱରେ କେବଳ କ୍ଷୁଧିତ ଜଳରାଶିର ଲେଲିହାନ ଜିହ୍ବା। କିଛି ସମୟ ପରେ ଧୀବର ଦେଖିଲା ଜଳସ୍ରୋତର ବେଗ ସହସ୍ର ଗୁଣରେ ବୃଦ୍ଧି ପାଇଛି। ମୁହୂର୍ତ୍ତକରେ ସେ ବୁଝିପାରିଲା ନୌକାଟି ତାର ଗଣ୍ଡୁକି ମୁହାଣ ପାଖରେ ପଡ଼ିଛି। କ୍ଷୁଧିତ ଲହରୀମାଳା ମଧ୍ୟରେ ନୌକାର ଏପରି ପ୍ରଖର ଗତି ଦେଖି ଭୟ ବ୍ୟାକୁଳ ଧୀବର ପତ୍ନୀ ସ୍ୱାମୀର ଅଙ୍ଗକୁ ଲାଗି ଲାଗି ବସିଲା। ସ୍ୱାମୀ କେବଳ ପୃଷ୍ଠରେ ହାତ ମାରି ସାନ୍ତ୍ୱନା ଦେବାକୁ ଲାଗିଲା। ସାଇଁ ସାଇଁ କରି ଝଡ଼ ମାଡ଼ି ଆସିଲା। ବିଦ୍ୟୁତ୍ ରେଖା ସହ ଯେତେବେଳେ ବାରମ୍ବାର ବଜ୍ରର ଭୀଷଣ ଗର୍ଜନ ଶୁଣାଗଲା, ତରୁଣୀ ସ୍ୱାମୀର ଅଙ୍ଗକୁ ଦୁଇ ବାହୁରେ ନିବିଡ଼ ଭାବରେ ବାନ୍ଧି ପକାଇଲା। ଆଉ ନିଜର ଘନସ୍ପନ୍ଦିତ ବକ୍ଷସ୍ଥଳକୁ ସ୍ୱାମୀର ଅଙ୍ଗରେ ଚାପି ଦେଇ ହୃତ୍ପିଣ୍ଡର ଦାରୁଣ ନର୍ତ୍ତନ ଦମନ କରିବା ଲାଗି ଚେଷ୍ଟା କଲା। ଝଲକାଏ ପାଣି ନୌକା ମଧ୍ୟରେ ପ୍ରବେଶ କଲା। ନୌକାଟି ଟଳମଳ ହୋଇଗଲା। ଧୀବର ସ୍ତ୍ରୀର ନିବିଡ଼ ଆଶ୍ଲେଷରେ ସବୁ ଭୁଲି ଯାଇ ବସି ରହିଥିଲା। ନୌକାର ଏ ଅବସ୍ଥାରେ ତାର ଚେତନା ଆସିଲା। ସେ ସଙ୍ଗେ ସଙ୍ଗେ ସ୍ତ୍ରୀକୁ ଜଳ ମଧ୍ୟକୁ ପ୍ରବେଶ କରିବା ଲାଗି ଆଦେଶ ଦେଲା। ନହେଲେ ଦୁହେଁ ନୌକା ସହିତ ଜଳସାତ୍ ହୋଇଯିବେ। ସ୍ତ୍ରୀ ଯନ୍ତ୍ର ଚାଳିତ ପରି ଲମ୍ଫ ଦେବାକୁ ପ୍ରସ୍ତୁତ ହେଲା, କିନ୍ତୁ ଜଳର ଭୀଷଣ ଆକାର ଦେଖି ସଂକୁଚିତ ହୋଇ ଉଠିଲା। ଧୀବରର ବିଳମ୍ବ ସହ୍ୟ ହେବ କିପରି? ନୌକା ଏକାବେଳକେ ବୁଡ଼ିବା ଉପରେ। ସାମାନ୍ୟ ବିଳମ୍ବରେ ଦୁହେଁ ନୌକା ସହ ଆବର୍ତ୍ତରେ ପଡ଼ିଯିବେ, ଆଉ ରକ୍ଷା ନାହିଁ। ସେ ସ୍ତ୍ରୀର ପଶ୍ଚାଦରୁ ଧକ୍କା ଦେଇ ନିଜେ ସଙ୍ଗେ ସଙ୍ଗେ ଲମ୍ଫ ପ୍ରଦାନ କଲା। ଅର୍ଦ୍ଧମଗ୍ନା ବାଳିକାକୁ ଧରି ଧୀବର କହିଲା, ଭୟ କଣ? ମୁଁ ପହଁରି ପହଁରି ଏଇଲାଗେ କୂଳରେ ପହଞ୍ଚାଇ ଦେବି। ଭୀରୁ ଧୀବର ପତ୍ନୀ ସ୍ୱାମୀର ଅଙ୍ଗକୁ ଦୁଇ ବାହୁରେ କୁଣ୍ଢେଇ ଧରିଲା। ଲହରୀ ପରେ ଲହରୀ ଆସି ଧୀବରର ମୁଖରେ ଭେଟିଲା। ପୃଷ୍ଠ ଦେଶର ତାର ସ୍ତ୍ରୀ ହତଜ୍ଞାନ ପ୍ରାୟ ଲାଖି ରହିଲା। ଏହାର ମଧ୍ୟରେ ଧୀବରଟି ତୁରନ୍ତ ଉଦ୍ୟମ କରିବାକୁ ଲାଗିଲା। ସ୍ତ୍ରୀ କିନ୍ତୁ କିଛି ଜାଣିପାରିଲା ନାହିଁ। କିଛି ସମୟ ପରେ ସ୍ୱାମୀର କଠିନ ମାଂସପେଶୀ ସବୁ ତାର ବାହୁବନ୍ଧନ ମଧ୍ୟରେ ଫୁଲି ଉଠୁଥିବାର ବାଳିକା ଅନୁଭବ କଲା। ପର ମୁହୂର୍ତ୍ତରେ ଜଳ ମଧ୍ୟରୁ ଅର୍ଦ୍ଧସ୍ପଷ୍ଟ ସ୍ୱରରେ ସ୍ୱାମୀ ତାର ଗର୍ଜି ଉଠିଲା, ଛାଡ଼, ତୋ ସାଙ୍ଗ ମତେ ବି ମାରିବ। ଭୟଚକିତା ବାଳିକା ତତ୍କ୍ଷଣାତ୍ ନିଜର ବାହୁବନ୍ଧନରୁ ସ୍ୱାମୀକୁ ମୁକ୍ତି ଦେଲା। ଧୀବର ଭାସି ଉଠିଲା ଯେପରି ଶୁଖିଲା ସୋଲ। କି ଉଶ୍ୱାସ! ସେ ଆଖି ଖୋଲି ଦେଖିଲା ସବୁଆଡେ କେବଳ ପାଗଳ ତରଙ୍ଗ ଜଳରାଶିର ନୃତ୍ୟ। ହଠାତ୍ ତାର ମନେ ପଡ଼ିଲା ସ୍ତ୍ରୀ ତାର ପୃଷ୍ଠରେ ଥିଲା, କୁଆଡ଼େ ଗଲା? ବାରି ରାଶି ଉପରେ ସେ ନିଜର କାତର ଦୃଷ୍ଟି ପକାଇଲା। କେବଳ ଲହରୀ ଓ ପବନର ତାଣ୍ଡବ ନୃତ୍ୟ। ସେ ଚିତ୍କାର କରି ଉଠିଲା, ତାରା! ପବନ କେବଳ ହୁ ହୁ କରି ତାର କର୍ଣ୍ଣପାର୍ଶ୍ୱରେ କହିଗଲା। ସେ ଏ ପ୍ରଳୟର ବିଭୀଷିକା ମଧ୍ୟରେ ଏପାଖ ସେପାଖ ଖୋଜିବାକୁ ଲାଗିଲା। ସବୁ ଦିଗରୁ ତରଙ୍ଗରାଜି ତା ସମ୍ମୁଖରେ ଠିଆ ହୋଇ କହିଲେ, ଖବରଦାର! ତାରାକୁ ଛାଡ଼ିଦେବା ପାଇଁ ସେ ଜଳ ଭିତରକୁ ଡାକି ଉଠୁଥିଲା। ସେଇ ପଦକ କଥାରେ ଅଭିମାନିନୀ ସେଇ କୋମଳ ବାହୁବନ୍ଧନ ଶିଥିଳ କରି କୁଆଡ଼େ ଉଭେଇ ଗଲା। ପ୍ରତି କଥାରେ ସେ ତ ଜିଦ୍ ଧରି ବସେ। ତାର ଅନୁନୟ ଗର୍ଜନ ତର୍ଜନ ନ ମାନି ସେ ତାକୁ କେତେବାର ବିରକ୍ତ କରିଥିବ। ଆଜି ସେ ପଦେ କଥାରେ ଛାଡ଼ି ଦେଇ ଚାଲିଗଲା। ତିଳେ ମାତ୍ର ଦ୍ୱିଧାବୋଧ କଲା ନାହିଁ। ଯାହାର ଅଙ୍ଗସ୍ପର୍ଶରେ ତାର ପ୍ରତ୍ୟେକ ଲୋମକୂପ ବାଚାଳ ହୋଇ ଉଠୁଥିଲା, ସେ ଅଙ୍ଗଯଷ୍ଟି ପୁଣି ତାକୁ ଦୁର୍ବହ ବୋଧ ହେଲା। ସେ ଜଳ ମଧ୍ୟରେ ଆତ୍ମସମର୍ପଣ କରିବାକୁ ବସିଲା, କିନ୍ତୁ ତାକୁ ଆତ୍ମସମର୍ପଣ ଆସିଲା ନାହିଁ। ତାର ଦାନ ଜଳଦେବତା ଆଗ୍ରାହ୍ୟ କଲେ। ତାର ଏ ଉତ୍କଟ ମାନସିକ ବୈରାଗ୍ୟ ସତ୍ତ୍ୱେ ନିଶ୍ଚେଷ୍ଟ ରହିଲା ନାହିଁ। ତାହା ସ୍ୱତଃ ତତ୍ପର ରହି ମୁର୍ମୁ ସହ ପ୍ରାଣକୁ ତାର ବଞ୍ଚାଇ ରଖିଲା।
ଶ୍ଵେତପାଲ ଟାଣି ଶତ ଶତ ନୌକା ଗଙ୍ଗା ବକ୍ଷରେ ଭାସିଯାଏ ଯେପରି ଗୋଟିଏ ଗୋଟିଏ ସବୃହତ ପ୍ରଜାପତି କେଉଁଠି କି ଅଭିପ୍ରାୟ ନେଇ ଚାଲିଥାଏ କିଏ କହିବ। ତା ଭିତରେ ପ୍ରତିରେ ପ୍ରତିଦିନ ଗୋଟାଏ କ୍ଷୁଦ୍ର ନୌକା ପାଲଟେ ଟାଣି ଭାସେ। ଉଦାସ ଲକ୍ଷ୍ୟହୀନତାର ଗତି, ଜୀବିକାର ପୀଡ଼ନ ଅଭାବରୁ ଯେପରି ତାହା ଅଚଞ୍ଚଳ ହୋଇପଡ଼ିଛି। ସବୁଦିନ ସେଥିରୁ ଗୋଟିଏ କରୁଣ ସଙ୍ଗୀତ ଧ୍ୱନି ଭାସି ଆସେ। ମନେ ପଡ଼େ ଏକାକୀ ନାଉରୀ ସଙ୍ଗୀତ ଶୋକେ, ନାବ ବହୁଥାଏ ଲୋହିତ ଲୋକେ। ଧନ୍ୟବାଦ।